ଚାରିଚକିଆ ଟେମ୍ପୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ବାଘଡ଼ାଠାରେ ଦ୍ରୁତଗାମୀ ଚାରିଚକିଆ ଟେମ୍ପୋ କିଛି ସାଇକେଲିଆଙ୍କୁ ଧକ୍କା ଦେଇଥିବା ବେଳେ ଗୋଟିଏ ସାଇକେଲ ଉପରେ ଚଢ଼ି ଯାଇଥିଲା। ଉକ୍ତ ସାଇକେଲରେ ଆସୁଥିବା ସ୍ୱାମୀ ଓ ସ୍ତ୍ରୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଟେମ୍ପୋ ତଳେ ଚାପି ହୋଇଯାଇଥିଲା ସ୍ୱାମୀ। ସ୍ତ୍ରୀ ଖଣ୍ଡେ ଦୂରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ଚାପି ହୋଇଥିବା ବୃଦ୍ଧକୁ ଟେମ୍ପୋରୁ ଉଦ୍ଧାର କରିବା ପରେ ଦୁଇ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ମେଡିକାଲ ପଠାଇଥିଲେ। ତେବେ ଘଟଣାସ୍ଥଳରୁ ଟେମ୍ପୋ ଡ୍ରାଇଭର ଫେରାର ହୋଇଥିବା ଜଣାପଡ଼ିଛି। ଉକ୍ତ ଟେମ୍ପୋଟିରେ ଆଲମାରୀ, ଡ୍ରେସିଂ ଟେବୁଲ ଇତ୍ୟାଦି ଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁଳିଆପଦା ଥାନା ଅନ୍ତର୍ଗତ ଶାଳବଣୀ ଗ୍ରାମର ପ୍ରତାପ ତୁଂ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ଶୁଳିଆପଦା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ 86/25ରେ ଏକ ମାମଲା ରୁଜୁ କରାଯାଇଥିବାର ଜଣାପଡ଼ିଛି। ଆସିବ।